ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶି ହେଉଛି ରାଶି ଚକ୍ରର ପ୍ରଥମ ରାଶି। ଏହାର ଅଧିପତି ଦେବତା ହେଉଛନ୍ତି ମଙ୍ଗଳ। ଅଗ୍ନିତତ୍ତ୍ୱର ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ହୋଇଥାନ୍ତି। ମେଷ ରାଶିର ବ୍ୟକ୍ତିମାନଙ୍କର ସ୍ୱଭାବ ଏବଂ ଚରିତ୍ର କିପରି ହୋଇଥାଏ ଆସନ୍ତୁ ଜାଣିବା। ସାହସୀ ଓ ନିର୍ଭୀକ। ଏହି ରାଶିର ବ୍ୟକ୍ତିମାନେ ଜନ୍ମରୁ ହିଁ ସାହସୀ ହୋଇଥାନ୍ତି। ସେମାନେ କୌଣସି ବି ବିପଦକୁ ସାମ୍ନା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସେମାନଙ୍କର ପ୍ରବଳ ଉତ୍ସାହ ଥାଏ। ନେତୃତ୍ୱ ନେବାର କ୍ଷମତା। ମେଷ ରାଶିର ଲୋକମାନେ ଅନ୍ୟମାନଙ୍କ ଅଧୀନରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସବୁବେଳେ ଆଗରେ ରହି ନେତୃତ୍ୱ ନେବାକୁ ଚାହାନ୍ତି। କର୍ମକ୍ଷେତ୍ରରେ ହେଉ ବା ପରିବାରରେ ସେମାନଙ୍କର ନିଷ୍ପତ୍ତି ନେବାର ଶକ୍ତି ଅନ୍ୟମାନଙ୍କ ଠାରୁ ଅଲଗା। ସ୍ପଷ୍ଟବାଦୀ ଏବଂ ସରଳ। ଏହି ରାଶିର ବ୍ୟକ୍ତିମାନେ ବହୁତ ସରଳ ଏବଂ ସିଧାସଳଖ କଥା କହିବାକୁ ପସନ୍ଦ କରନ୍ତି। ସେମାନଙ୍କ ମନରେ କିଛି ଗୋଟେ ଏବଂ ମୁହଁରେ କିଛି ଗୋଟେ ନଥାଏ। ଯାହା ବି କହିବାର ଥାଏ ସେମାନେ ସିଧାସଳଖ କହିଦିଅନ୍ତି, ଯେଉଁଥିପାଇଁ ଅନେକ ସମୟରେ ଲୋକମାନେ ତାଙ୍କୁ ଖରାପ ବୋଲି ଭାବନ୍ତି। ଶୀଘ୍ର କ୍ରୋଧିତ ହେବା। ମଙ୍ଗଳ ଗ୍ରହର ପ୍ରଭାବ ଯୋଗୁଁ ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ଜଲ୍ଦି ରାଗ ଆସିଯାଏ। କିନ୍ତୁ ଗୋଟିଏ ଭଲ ଗୁଣ ହେଉଛି ସେମାନଙ୍କ ରାଗ ଯେତିକି ଶୀଘ୍ର ଆସେ ସେତିକି ଶୀଘ୍ର ଶାନ୍ତ ମଧ୍ୟ ହୋଇଯାଏ। ସେମାନେ କାହା ପ୍ରତି ମନରେ ଘୃଣାଭାବ ରଖନ୍ତି ନାହିଁ। ଆତ୍ମବିଶ୍ୱାସୀ ଓ ସ୍ୱାଧୀନ। ସେମାନେ ନିଜ କାମ ନିଜେ କରିବାକୁ ଭଲ ପାଆନ୍ତି। ସ୍ୱାଧୀନ ଭାବରେ ରହିବା ସେମାନଙ୍କର ପ୍ରକୃତି। ସେମାନେ ନିଜର ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଜୀବନରେ ସଫଳତା ପାଇଥାନ୍ତି। ପ୍ରେମ ଏବଂ ସମ୍ପର୍କ। ପ୍ରେମ ମାମଲାରେ ମେଷ ରାଶିର ବ୍ୟକ୍ତିମାନେ ବହୁତ ସଚ୍ଚୋଟ ଏବଂ ଭାବୁକ ହୋଇଥାନ୍ତି। ସେମାନେ ନିଜ ସାଥୀଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରୁହନ୍ତି, କିନ୍ତୁ କେବେ କେବେ ସେମାନେ ସାଥୀଙ୍କ ଉପରେ ଅଧିକ ଅଧିକାର ଜାହିର କରନ୍ତି, ଯାହାଦ୍ୱାରା ସମ୍ପର୍କରେ କିଛିଟା ସମସ୍ୟା ଦେଖାଦେଇପାରେ। ଚଞ୍ଚଳ ମନ। ସେମାନେ ଗୋଟିଏ ସ୍ଥାନରେ କିମ୍ବା ଗୋଟିଏ କାମରେ ବେଶୀ ସମୟ ସ୍ଥିର ହୋଇ ରହିପାରନ୍ତି ନାହିଁ। ସେମାନଙ୍କୁ ସବୁବେଳେ କିଛି ନା କିଛି ନୂଆ କରିବାର ଜିଜ୍ଞାସା ଥାଏ। ମୁଖ୍ୟ ପରାମର୍ଶ। ମେଷ ରାଶିର ବ୍ୟକ୍ତିମାନେ ଯଦି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଏବଂ ଧୈର୍ଯ୍ୟର ସହ କାମ କରିବେ ତେବେ ସେମାନେ ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ।